নারায়ণ হে নারায়ণ ঊর্ধ্বে থাই হস ইস ঊর্ধ্বে থাই হস ইস এণে গলা মোহর প্রাণ হে নারায়ণ হে নারায়ণ। ତେଣୁ ଠାକୁରେ ମୋର କହିଲେ ଯେ ପ୍ରାଣ ହେଉଛି ଏକ ବହୁବଚନାନ୍ତ ଶବ୍ଦ। ଆମର ସଂସ୍କୃତ ସାହିତ୍ୟରେ ଯେମିତି ଆମର ଅକ୍ଷତ, ଦୁର୍ବାଦଳ ଏବଂ ବର୍ଷା ଏବଂ ଆଉ ହେଉଛି ଏକ ପ୍ରାଣ, ଏସବୁ କେତେ ଗୁଡ଼ିଏ ବହୁବଚନାନ୍ତ ଶବ୍ଦ। ୟାର ଏକ ବଚନାନ୍ତ ଶବ୍ଦର ପ୍ରୟୋଗ ହୋଇନଥାଏ। ବର୍ଷା ଧାରା ତାକୁ କ'ଣ ଆମେ ଏକ ବଚନରେ ପରିପ୍ରକାଶ କରିପାରିବା? ତାକୁ କରିପାରିବା ନାହିଁ। ଅକ୍ଷତ, ଲାଜ, ଲାଜ ଅର୍ଥ ହେଉଛି ଖଇ, ତେଣୁକରି ଲାଜ ଅକ୍ଷତ କହିଲେ ଅରୁଆ ଚାଉଳ, ଦୁର୍ବାଦଳ କହିଲେ ଦୁବ ଘାସ ଏବଂ ଆମର ହେଉଛି ପ୍ରାଣ। ଇଏ ହେଉଛି ସବୁବେଳେ ବହୁବଚନାନ୍ତ ଶବ୍ଦ। ପ୍ରାଣ ହେଉଛି 10 ପ୍ରାଣ, ସେଥିରୁ 5 ପ୍ରାଣର ବ୍ୟବହାର ଆମର ଶରୀରରେ ହୋଇଥାଏ। ତେଣୁ ଠାକୁର କହିଲେ ପ୍ରାଣ ସଜନୀରେ ପ୍ରାଣେ ପ୍ରାଣ ବନ୍ଧୁ ଖେଳନ୍ତି। ତେଣୁକରି ପ୍ରାଣର ଏ ପ୍ରାଣ ମଧ୍ୟରେ ପ୍ରାଣର ଯିଏ ବନ୍ଧୁ ସେ ଖେଳୁଛନ୍ତି, ଅର୍ଥାତ୍ ପ୍ରାଣ ଏବଂ ପ୍ରାଣର ବନ୍ଧୁ। ଯଦି ପ୍ରାଣ ଯଦି ଜୀବ ହୁଏ ତାହେଲେ ପ୍ରାଣର ବନ୍ଧୁ ହେଉଛନ୍ତି ପର। ତେଣୁ ସେ ଉଭୟ ଯୁଗଳ ସମୟରେ, ଯୁଗଳ ଅବସ୍ଥାରେ ତାଙ୍କ ମଧ୍ୟରେ ଏକ ଖେଳ ହୁଏ, ଓତପ୍ରୋତ ଭାବରେ ସେ ଜଡ଼ିତ ହୋଇଯାନ୍ତି। ତେଣୁ ତାଙ୍କ ଭିତରେ ଏକତ୍ୱ, ମମତ୍ୱ ଏବଂ ଅଭିନ୍ନତ୍ୱ ପରିପ୍ରକାଶ ହୋଇଥାଏ। ତେଣୁ ଠାକୁର କହିଲେ ପ୍ରାଣ ସଜନୀରେ ପ୍ରାଣେ ପ୍ରାଣ ବନ୍ଧୁ ଖେଳନ୍ତି। ଭାବ କଲା ଲୋକ ସିନା, ତେଣୁ ପ୍ରଭୁଙ୍କ ସହିତ ଯିଏ ଭାବ କରିଛି ଏଇଠି, ଅନ୍ୟ କେଉଁ ସ୍ଥାନରେ ନୁହେଁ, ଏଇଠି ଏହି ଶରୀରରେ ଯିଏ ବି କେହି ଭକ୍ତ ପ୍ରଭୁଙ୍କ ସହିତ ଭାବ ଲଗେଇଛି ସେ ନିଶ୍ଚିତ ଭାବରେ ପ୍ରଭୁଙ୍କୁ ଜାଣିପାରିବ। ଭାବ କଲା ଲୋକ ସିନା ପ୍ରଭୁର ଭାବ ଜାଣନ୍ତି। ଆମେ ପ୍ରଭୁଙ୍କୁ ଭାବ ଦେଖାଉଛେ, ତେଣୁ ପ୍ରଭୁ ଯେତେବେଳେ ଆମ ସହିତ ଭାବ ଲଗାଇବା ପାଇଁ ଚେଷ୍ଟା କରିବେ ସେତେବେଳେ ଯେ କେତେ ଆନନ୍ଦ ଉଦ୍ଦୀପନା, କେତେ ଉତ୍ସୁକତା ଆସିଯିବ, କେତେ ଯେ ମାଦକତା ଖେଳିଯିବ, ଶରୀରରେ କେତେ ଯେ ଶିହରଣ ଉଠି ହେଇଯିବ, ତାହା ସେ କେବଳ ଭକ୍ତ ହିଁ ଜାଣିପାରିବ। ପୁଣି ଠାକୁର କ'ଣ କହିଲେ? ଭାବ କଲେ ପ୍ରଭୁ ସଙ୍ଗେ ମନ ନ ରଖିବୁ ରଙ୍ଗେ। ଭାବ କଲେ ପ୍ରଭୁ ସଙ୍ଗେ ମନ ନ ରଖିବୁ ରଙ୍ଗେ। ସଦା ରହିବୁ ନିସଙ୍ଗେ, ସଦା ରହିବୁ ନିସଙ୍ଗେ। ହୃଦେ ତାଙ୍କ ଭାବ ଚିନ୍ତି ପ୍ରାଣେ ପ୍ରାଣ ବନ୍ଧୁ ଖେଳନ୍ତି। ଠାକୁର କହିଲେ ଯଦି ଆମେ ପ୍ରଭୁଙ୍କ ସହିତ ଭାବ ଲଗାଇବା ତ ସଂସାରରୁ ଆମକୁ ଅଲଗା ହେଇଯିବାକୁ ପଡ଼ିବ। ଯେମିତିକି ଠାକୁର ପୁଣି କହିଛନ୍ତି ଭୁଲିବୁ ସଂସାର ସଂସାରରେ ଥାଇ, ଭୁଲିବି ସଂସାର ସଂସାରେ ନ ଥାଇ। ସଂସାରରେ ରହିବି ପୁଣି ସଂସାରରେ ରହିବି ନାହିଁ, ମାନେ ସଂସାରକୁ ଭୁଲିଯିବି ପୁଣି ସଂସାରରେ ରହିକି ପୁଣି ସଂସାରରେ ରହିବି। ତେଣୁ ଏ କଥା କେମିତି ସମ୍ଭବ? ଏଠି ଗୋଟେ ବିରୋଧାଭାସ ଦେଖାଯାଉନି? ତେଣୁ ଦୁଇଟି ଭିନ୍ନ ଭିନ୍ନ ମୋଡ଼ର କଥାକୁ ଠାକୁର କେମିତି ଗୋଟିଏ ପ୍ରକାରର କଥାରେ ବୁଝାଉଛନ୍ତି। ତେଣୁକରି ଭାବ କଲେ ପ୍ରଭୁ ସଙ୍ଗେ ମନ ନ ରଖିବୁ ରଙ୍ଗେ। ତେଣୁ ଆମେ ଯେତେ ସବୁ ବିଭିନ୍ନ ପ୍ରକାର ଦୃଶ୍ୟ ଦେଖୁଛେ, ରଙ୍ଗମୟ ଦୃଶ୍ୟ ଦେଖୁଛେ, ଏଥିରେ କଦାପି ମନ ରଖିବା ଉଚିତ ନୁହେଁ। ଏବଂ ପ୍ରଭୁଙ୍କ ସହିତ ଯିଏ ଯୋଡ଼ି ହୋଇଯିବ, ପ୍ରଭୁଙ୍କ ସହିତ ଯିଏ ସମ୍ପର୍କ ସ୍ଥାପନ କରିବ, ସେ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଯିବ, ଅନ୍ୟମାନଙ୍କ ଠାରୁ ଅଲଗା ହୋଇଯିବ। ତେଣୁ ସେଇ କଥା କହିଲେ ଠାକୁରେ ଯେ ପଙ୍କିଳ ଯେପରି ପଙ୍କରେ ରହିଲେ ମଧ୍ୟ
ତା ଶରୀରରେ ପଙ୍କ ଲାଗେ ନାହିଁ। ତେଣୁ ଏଇ ଭବ ସଂସାରରେ ଏଇ ଭବସାଗରରେ ଆମେ ରହିଲେ ମଧ୍ୟ ବିଷୟା ଜଞ୍ଜାଳକୁ କଦାପି ଆମେ ନିଜର ବୋଲି ମନେ କରିବା ଉଚିତ ନୁହେଁ। ସବୁବେଳେ ପ୍ରଭୁଙ୍କ ଭାବରେ, ସବୁବେଳେ ପ୍ରଭୁଙ୍କ ରଙ୍ଗରେ ଆମେ ରଞ୍ଜିତ ହୋଇଯିବା ଉଚିତ। ପୁଣି ଠାକୁର କ'ଣ କହିଲେ? ଯିଏ ଭକ୍ତ ହେବ ପ୍ରଭୁଙ୍କ ସହିତ, ପ୍ରଭୁଙ୍କୁ ଯିଏ ଭଲ ପାଇବ, ଏ ସମାଜ ନିଶ୍ଚିତ ଭାବରେ ତାଙ୍କ ପ୍ରତି ଗୋଟେ ଈର୍ଷାପରାୟଣ ଭାବ ଆସିବ। ଏବଂ ଯେମିତି କୋଇଲିକୁ କାଉମାନେ ଦେଖିଲେ ସଦାସର୍ବଦା ପୀଡ଼ନାକ୍ତ ହୋଇ ବା ପୀଡ଼ା ଦେବା ପାଇଁ, ଖୁମ୍ପିବା ପାଇଁ ଚଞ୍ଚୁରେ ସବୁବେଳେ ଖୋଜି ବୁଲନ୍ତି ଏବଂ ଚେଷ୍ଟା କରନ୍ତି, କୋଇଲି ମଧ୍ୟ ସେମାନଙ୍କୁ ଦେଖିକି ପଳାୟିତ ହୋଇଥାଏ। ଭୟରେ ନହେଲେ ମଧ୍ୟ ନିଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ସେ କାଉମାନଙ୍କର ବିଭିନ୍ନ ପ୍ରକାର ଯେଉଁ କୁଚିନ୍ତାକୁ ଜାଣିପାରି ସେ ଯେମିତି ନିଜକୁ ଲୁଚେଇବା ପାଇଁ ଚେଷ୍ଟା କରେ, ସେମିତି ଭକ୍ତ ମଧ୍ୟ ସମାଜରେ ବିଭିନ୍ନ ପ୍ରକାରର ଲୋକମାନଙ୍କ ଠାରୁ ନିଜକୁ ବଞ୍ଚେଇବାକୁ ଯାଇ ସେ ପ୍ରଭୁଙ୍କର ଶରଣାପନ୍ନ ହୁଏ। ପ୍ରଭୁଙ୍କ ସହିତ ସିଏ ମଜି ରହେ, କିନ୍ତୁ ଭୟ କରେ ନାହିଁ। ପ୍ରଭୁଙ୍କ ଭକ୍ତ ସବୁବେଳେ ନିର୍ଭୀକ, କିନ୍ତୁ ସବୁ ସ୍ଥାନେ ଥାଅ ବୋଲି ସତ୍ୟ ମଣୁଥାଇ ସବୁ ସ୍ଥାନେ ଥାଅ ବୋଲି ସମତା ମନ। ତେଣୁ ପ୍ରଭୁ ହରିଙ୍କ ବିନା ଆଉ ସ୍ଥାନ କେଉଁଠି ଅଛି କି? ତେଣୁ ବିନା ହରିରେ କୌଣସି ସ୍ଥାନ ନାହିଁ, ସେ ସବୁଠାରେ ପରିପୂର୍ଣ୍ଣ। ତେଣୁ ସବୁ ସ୍ଥାନେ ଥାଉ ବୋଲି ସତ୍ୟ କହୁଥାଏ। ତେଣୁ ପ୍ରଭୁ ସବୁଠାରେ ଅଛନ୍ତି। ତେଣୁ କାହାକୁ ଭିନ୍ନତା ଆଣେ ନାହିଁ ମନରେ ଭକ୍ତ। ତେଣୁ ସେଥିପାଇଁ ମଧ୍ୟ ପ୍ରଭୁ ଗୋଟିଏ ପଦ ଲେଖିଲେ, ପରକୁହାକୁ ବଚନ ମଣିବୁ ବାସ ଚନ୍ଦନ। ପରକୁହାକୁ ବଚନ ମଣିବୁ ବାସ ଚନ୍ଦନ। ଅନ୍ୟ ଇତର ଲୋକମାନେ ନିଶ୍ଚିତ ଭାବରେ ଭକ୍ତକୁ ସମାଲୋଚନା କରିବେ। କାହିଁକି ନା ସେମାନେ ଭକ୍ତର ପ୍ରତିଟି କଥାକୁ ଲକ୍ଷ୍ୟ ରଖିଥାନ୍ତି। କେବେ ତା'ର ସ୍ଖଳନ ହେବ, ବାକ୍ ସ୍ଖଳନ ହୋଇଯିବ, କି ତା ଚରିତ୍ର ଚିତ୍ରଣରେ ସ୍ଖଳନ ହୋଇଯିବ, କି କେବେ ତା'ର କୌଣସି ଗୋଟେ ତ୍ରୁଟି ଦେଖିଲେ ଆମେ ତାକୁ କହିବାର ସୁଯୋଗ ପାଇବୁ। ତେଣୁ ସବୁବେଳେ ସେମାନେ ତୀକ୍ଷ୍ଣ ଦୃଷ୍ଟି ରଖିଥାନ୍ତି। ତେଣୁ ଭକ୍ତ ମଧ୍ୟ ବହୁତ ସାବଧାନତାର ସହିତ ରହିଥାଏ। ଯେମିତି ଲଙ୍କାପୁରୀରେ ରାବଣର ବିଭିନ୍ନ ପ୍ରକାର ରାକ୍ଷସମାନଙ୍କ ମଧ୍ୟରେ ବିଭୀଷଣ ଥିଲେ, ଆମ ଶରୀରରେ ଯେମିତି ଏତେ ଗୁଡ଼ାଏ ଦାନ୍ତ ମଝିରେ କୋମଳ ଜିଭା ରହିଛି, ମଝିରେ ମଝିରେ କ'ଣ ଦାନ୍ତ କାମୁଡ଼ି ଦେଉନି ଜିଭକୁ, ସେ କଷ୍ଟକୁ ମଧ୍ୟ ସେ ଯନ୍ତ୍ରଣାକୁ ସେ ସହ୍ୟ କରିଥାଏ। ତେଣୁ ଭକ୍ତ ମଧ୍ୟ ସମାଜରେ ଖଳ ପ୍ରକୃତିର ଲୋକମାନଙ୍କ ମଧ୍ୟରେ ଠିକ୍ ସେଇଭଳି ରହିଥାଏ। ତେଣୁ ପର କୁହା କୁବଚନ ମଣିବୁ ବାସଚନ୍ଦନ। ଠାକୁର କହୁଛନ୍ତି, ଅନ୍ୟ ଲୋକମାନେ ଯେତେବେଳେ ତୋତେ ସମାଲୋଚନା କରିବେ, ତୋତେ କଟୁକ୍ତି କହିବେ, ତୋତେ ନିନ୍ଦା କରିବେ, ଆରେ ତୋର ନିନ୍ଦା କ'ଣ ମୋ ନିନ୍ଦା ନୁହେଁ? ଭକ୍ତକୁ ନିନ୍ଦା କରିବା କ'ଣ ପ୍ରଭୁଙ୍କର ନିନ୍ଦା ନୁହେଁ? ନା ପ୍ରଭୁଙ୍କୁ ନିନ୍ଦା କଲେ ଭକ୍ତ ସହିପାରିବ? ଭକ୍ତର ହୃଦୟରେ ଅସହ୍ୟ ଯନ୍ତ୍ରଣା ହେଇଥାଏ। ତେଣୁ ଠାକୁରେ ମୋର କହିଲେ ଯେ ପର କୁହା କୁବଚନ ମଣିବୁ ବାସ ଚନ୍ଦନ। ହୃଦୟ କରିବୁ ଲେପନ। ଏବଂ ଖାଲି ବାସ ଚନ୍ଦନ ବୋଲି ମନେ କଲେ ହେବନି, ତାକୁ ଆଣିକି ହୃଦୟରେ ଲେପନ କରିବ। ହୃଦ ତାପ ବିନାଶରେ ତୁ ହରି ଚନ୍ଦନ ରେ, ତୁ ହରି ଚନ୍ଦନ। ଠାକୁର କହିଲେ ହୃଦୟର ଯେଉଁ ତାପ ସୃଷ୍ଟି ହୁଏ, କେତେଟା ଜିନିଷ ଅଛି, ଗୋଟେ ଜିନିଷ ଆଉ ଗୋଟେ ଜିନିଷକୁ ଦୂର କରିବା ପାଇଁ ହେଇଥାଏ। ଯେମିତି ମଶାକୁ ଦୂର କରିବା ପାଇଁ ଧୂଆଁ କରିଦେଲେ ମଶା ପଳେଇବ। ଯଦି ଶରୀରରେ ତାପ ଉତ୍ପନ୍ନ ହେଉଛି, ସ୍ନାନ କରିଦେଲେ ସେ ତାପ ପଳେଇବ। ଆତପାୟ ଛତ୍ରମ୍ ମଶକାୟ ଧୂମ। ଆତପାୟ ଛତ୍ରମ୍ କହିଲେ ଖରା ଯଦି ହେଉଛି, ଆମେ ଛତା ଦେଖେଇଦେଲେ ଆଉ ଖରା କାଟିବ। ତେଣୁ ସେଇଭଳିଆ, ତେଣୁ ହୃଦୟରେ ଯଦି କଷ୍ଟ ଯନ୍ତ୍ରଣା ହେଉଛି, ଅନ୍ୟର ସୁଖ ଦେଖିକି ଯଦି ହୃଦୟରେ କଷ୍ଟ ଯନ୍ତ୍ରଣା ହେଉଛି, ତାକୁ ଆମେ ମଶ୍ଚର ବୋଲି ମନେ କରିବା। ମଶ୍ଚର ହେଉଛି କ'ଣ? ଯେଉଁ ମାଶ୍ଚର୍ଯ୍ୟ କୁହାଯାଏନି, ମଶ୍ଚର ହେଉଛି